1947 ମସିହାରେ ଭାରତ ସ୍ୱାଧୀନ ହେଲା, କିନ୍ତୁ ଆମେ କ'ଣ ପ୍ରକୃତରେ ସ୍ୱାଧୀନ ହେଲୁ? ଏହି ପ୍ରଶ୍ନଟା ହୁଏତ ଆମକୁ ଟିକେ ଅଟକାଇ ଦେବ, କାରଣ ସ୍ୱାଧୀନତା କେବଳ ଗୋଟିଏ ଦେଶର ଶାସନ ବଦଳିଯିବାର ନାମ ନୁହେଁ। ସ୍ୱାଧୀନତା ହେଉଛି ନିଜକୁ ଏମିତି ଭାବରେ ଗଢ଼ିବା ଯେପରି ଆମେ ନିଜେ ବିକଶିତ ହେବା ସହିତ ଆମ ପରିବାର, ସମାଜ ଓ ଦେଶର ମଧ୍ୟ ମଙ୍ଗଳ କରିପାରିବା। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀରେ ସ୍ୱାଧୀନତାର ଏହି ଗଭୀର ଅର୍ଥକୁ ଆସନ୍ତୁ ଆମେ ବୁଝିବାକୁ ଚେଷ୍ଟା କରିବା। ବନ୍ଦେ ପୁରୁଷୋତ୍ତମମ୍ ପରମ ଦୟାଲ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁରମୟ ଜଗଜ୍ଜନନୀ ବିଶ୍ୱ କଲ୍ୟାଣମୟୀ ଶ୍ରୀ ଶ୍ରୀ ମା ବଡ଼ମା ପ୍ରଭୁପାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ପୂଜ୍ୟ ଶ୍ରୀ ଶ୍ରୀ ଅବିନ୍ଦା ତଥା ଇଷ୍ଟ ପରିବାର ସକଳଙ୍କ ଶ୍ରୀଚରଣରେ ମୋର ଆଭୂମି ଶତକୋଟି ବିନମ୍ର ପ୍ରଣାମ ନିବେଦନ କରେ ଏବଂ ମୋର ଭିଡ଼ିଓ ଦେଖୁଥିବା ତଥା ଶୁଣୁଥିବା ସମସ୍ତ ଦାଦା ଏବଂ ମାଙ୍କୁ ମୋର ଯୋଦ୍ଧାମାନେ ଯଥାସ୍ଥାନୀ ପ୍ରଣାମ ଏବଂ ଆନ୍ତରିକ ଜୟଗୁରୁ। ଆଜ୍ଞା ହଁ, ଆମେ ପ୍ରତିବର୍ଷ 15 ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରୁ। ତ୍ରିରଙ୍ଗା ଉଡ଼ଉ, ଜାତୀୟ ସଙ୍ଗୀତ ଗାଉ, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରୁ। କିନ୍ତୁ କେବେ ଭାବିଛୁ କି ସ୍ୱାଧୀନତା କେବଳ ଏତିକି ନା ଆଉ କିଛି? ଯଦି ଆମ ମନ ଲୋଭ, କ୍ରୋଧ, ଅହଙ୍କାର, ଭୟ ଓ ସ୍ୱାର୍ଥର ବନ୍ଧନରେ ରହିଛି, ତେବେ ଆମେ ପ୍ରକୃତରେ କେତେ ସ୍ୱାଧୀନ? ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ବାଣୀ ଆମକୁ ସ୍ୱାଧୀନତାର ଏକ ଅତ୍ୟନ୍ତ ଗଭୀର ଅର୍ଥ ବୁଝାଇଥାଏ। ସ୍ୱାଧୀନ ହେବାର ଅର୍ଥ କ'ଣ? ଜଣେ ଭକ୍ତ ଆସି ପଚାରିଲେ, ସ୍ୱାଧୀନ ହେବାର ଅର୍ଥ କ'ଣ? ଠାକୁର କହିଲେ, ମଣିଷ ପ୍ରକୃତ ସ୍ୱାଧୀନତା ସେତେବେଳେ ପାଏ ଯେତେବେଳେ ତାର ଅସ୍ତିତ୍ୱକୁ ପାରିପାର୍ଶ୍ୱିକ ପ୍ରବୃତ୍ତି ଗୁଡ଼ିକ ଟାଣି ଧରି ଖଣ୍ଡ ଖଣ୍ଡ କରି ନଷ୍ଟ କରିପାରେ ନାହିଁ। ଅର୍ଥାତ୍ ଆମ ଚାରିପାଖରେ ଯାହା ଘଟୁଛି ସେସବୁ ଆମକୁ ପ୍ରଭାବିତ କରିପାରେ, କିନ୍ତୁ ସେହି ପରିବେଶ ଯଦି ଆମର ଚିନ୍ତା, ଚରିତ୍ର ଓ ଆଦର୍ଶକୁ ନଷ୍ଟ କରିଦିଏ, ତେବେ ଆମେ ସ୍ୱାଧୀନ ନୁହେଁ। ଆମେ ଯେଉଁ ପରିବେଶରେ ରହୁଛୁ ସେଠାରେ ଭଲ ଓ ଖରାପ ଦୁଇ ପ୍ରକାର ପ୍ରଭାବ ରହିଛି। ଯଦି ଆମେ ଖରାପ ପ୍ରଭାବରେ ପଡ଼ି ନିଜର ବିବେକ, ଚରିତ୍ର ଓ ଆଦର୍ଶକୁ ହରାଇ ଦେଉ, ତେବେ ଆମେ ଦେଖିବାକୁ ସ୍ୱାଧୀନ କିନ୍ତୁ ଭିତରୁ ପରାଧୀନ। ତେଣୁ ଠାକୁର କହିଲେ, ପ୍ରକୃତ ସ୍ୱାଧୀନତା ସେତେବେଳେ ଯେତେବେଳେ ଆମ ଭିତରର ଆଦର୍ଶ ପ୍ରାଣ ପ୍ରବୃତ୍ତି ଗୁଡ଼ିକ ସେହି ପରିବେଶ ମଧ୍ୟରେ ରହି ମଧ୍ୟ ସେବା ଓ ସତ୍କର୍ମ ମାଧ୍ୟମରେ ଆହୁରି ଦୀପ୍ତ ହୋଇ ଉଠେ। ଅର୍ଥାତ୍ ସ୍ୱାଧୀନତା ମାନେ ଯାହା ଇଚ୍ଛା ତାହା କରିବା ନୁହେଁ। ସ୍ୱାଧୀନତା ମାନେ ନିଜକୁ ନଷ୍ଟ କରୁଥିବା ପ୍ରବୃତ୍ତିରୁ ମୁକ୍ତ ହୋଇ ନିଜର ଶ୍ରେଷ୍ଠତମ ସତ୍ତାକୁ ବିକଶିତ କରିବା। ଅର୍ଥାତ୍ ସ୍ୱାଧୀନତା ମାନେ ଯେ ମୁଁ ଯାହା ଚାହିଁବି ତାହା କରିବି, ତାହା ନୁହେଁ। ଠାକୁର କହୁଛନ୍ତି, ସ୍ୱାଧୀନତା ମାନେ ମୁଁ ନିଜକୁ ଏମିତି ବିକଶିତ କରିବି ଯାହା ମୋ ସହିତ ମୋ ପାରିପାର୍ଶ୍ୱିକର ମଧ୍ୟ ମଙ୍ଗଳ କରିବ। ତେବେ ପ୍ରକୃତ ସ୍ୱାଧୀନ ମଣିଷ କିଏ? ଠାକୁର ଗୋଟିଏ ସୁନ୍ଦର ଶବ୍ଦ ଏଠି କହିଛନ୍ତି, କମନ ଇଣ୍ଟରେଷ୍ଟ। ଅର୍ଥାତ୍ ମୁଁ ଯେତେବେଳେ କେବଳ ନିଜ ପାଇଁ ନୁହେଁ, ମୋ ଚାରିପାଖର ଲୋକଙ୍କ ମଙ୍ଗଳ ପାଇଁ ମଧ୍ୟ ବଞ୍ଚିବା ଶିଖେ, ସେତେବେଳେ ମୋର ବିକାଶଟା ଅନ୍ୟମାନଙ୍କ ପାଇଁ ବିକଶିତ ସହିତ ଯୋଡ଼ିଥାଏ। ଆଉ ସେତେବେଳେ ହିଁ ପ୍ରକୃତ ସ୍ୱାଧୀନତା। 1947 ମସିହାରେ ଭାରତ ବିଦେଶୀ ଶାସନରୁ ମୁକ୍ତ ହେଲା। ଏହା ଆମ ଇତିହାସର ଏକ ମହାନ ଅଧ୍ୟାୟ। ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନର ଫଳ ହେଉଛି ଆମର ଏହି ସ୍ୱାଧୀନତା। କିନ୍ତୁ ଆଜି ଠାକୁରଙ୍କ ବାଣୀ ଆମକୁ ଆଉ ଗୋଟିଏ ପ୍ରଶ୍ନ ପଚାରିବାକୁ ଶିଖାଏ, ଦେଶ ସ୍ୱାଧୀନ ହେବା ପରେ ଆମେ ନିଜେ କେତେ ସ୍ୱାଧୀନ ହୋଇଛୁ? ଆଜି ଆମକୁ କୌଣସି ବିଦେଶୀ ଶକ୍ତି ଆମ ଚିନ୍ତାକୁ ନିୟନ୍ତ୍ରଣ କରୁନାହିଁ, କିନ୍ତୁ ଆମକୁ କ'ଣ ନିୟନ୍ତ୍ରଣ କରୁଛି? କେବଳ ଲୋଭ, କେବଳ ଅହଙ୍କାର, କେବେ ଈର୍ଷା, ପୁଣି କେବେ ଭୟ, ତ ପୁଣି କେବେ ଅନ୍ଧ ଅନୁକରଣ, ଆଉ କେବେ ନିଜର ସ୍ୱାର୍ଥ। ତେଣୁ ଦେଶର ସ୍ୱାଧୀନତା ପରେ ମଣିଷର ଅନ୍ତରର ସ୍ୱାଧୀନତା ମଧ୍ୟ ଆବଶ୍ୟକ। ସ୍ୱାଧୀନତାର ଆଦର୍ଶକୁ ନେଇ ଠାକୁରଙ୍କୁ ପଚରାଗଲା, ସ୍ୱାଧୀନତାର ଆଦର୍ଶ କେବେ କେଉଁଠାରେ ମୂର୍ତ୍ତ ହୋଇ ଉଠିଥିଲା? ଠାକୁର କହିଲେ, ଉଠି ନାହିଁ କି, ଖୁବ୍ ଉଠିଥିଲା। କେତେ ଉଠିଛି? ସେ ଧର୍ମାଶୋକଙ୍କ ଉଦାହରଣ ଦେଇ କହିଥିଲେ, ସେ ସ୍ୱାଧୀନତାର ଏକ ବଡ଼ ବ୍ୟବହାରିକ ପ୍ରମାଣ ଦେଇ ଯାଇଛନ୍ତି। ଏହା ସହିତ ଶ୍ରୀକୃଷ୍ଣ, ବୁଦ୍ଧ, ଯୀଶୁ, ମହମ୍ମଦ ଆଦି ମହାପୁରୁଷମାନେ ସାଧାରଣ ମଣିଷମାନଙ୍କ ପାଇଁ ପ୍ରକୃତ ସ୍ୱାଧୀନତାର ବୀଜ ବିଞ୍ଚି ଯାଇଛନ୍ତି। କିନ୍ତୁ କେବଳ ବୀଜ ଥିଲେ ହେବ କି? ନା, ବୀଜକୁ ପୋଷଣ କରିବାକୁ ପଡ଼େ। ସେହିପରି ସ୍ୱାଧୀନତାର ଆଦର୍ଶକୁ ଜୀବନରେ କର୍ମ ଓ ଅଭିବ୍ୟକ୍ତି ମାଧ୍ୟମରେ ପ୍ରକାଶ କରିବାକୁ ପଡ଼େ।
ସ୍ୱାଧୀନତା ଓ ସେବା। ଠାକୁରଙ୍କ ଏହି ବାଣୀରେ ଆଉ ଗୋଟିଏ ଗଭୀର ଦିଗ ଦେଉଛି। ସେବା। ଠାକୁର କହୁଛନ୍ତି ମଣିଷର ଆଦର୍ଶ ପ୍ରାଣ ପ୍ରବୃତ୍ତି ଗୁଡ଼ିକ ପାରିପାର୍ଶ୍ୱିକର ସେବା ମାଧ୍ୟମରେ ଆହୁରି ଦୀପ୍ତ ହୋଇଥାଏ। ତେଣୁ ମୁଁ ଯଦି କହେ ମୁଁ ସ୍ୱାଧୀନ, ମୋ ଇଚ୍ଛା ଯାହା ମୁଁ କରିବି, ତାହା ସ୍ୱାଧୀନତା ନୁହେଁ। ମୋର ସ୍ୱାଧୀନତା ଯଦି ଅନ୍ୟର କ୍ଷତି କରେ, ତାହା ସ୍ୱାଧୀନତା ନୁହେଁ। ପ୍ରକୃତ ସ୍ୱାଧୀନତା ସେଇ ଯେଉଁଠାରେ ମୋର ବିକାଶ ସହିତ ମୋର ପରିବେଶର ମଧ୍ୟ ମଙ୍ଗଳ ହୁଏ। ମୁଁ ବଢ଼ିବି କିନ୍ତୁ ଅନ୍ୟକୁ ଦଳି ନୁହେଁ। ମୁଁ ଆଗକୁ ଯିବି କିନ୍ତୁ ଅନ୍ୟକୁ ପଛକୁ ଠେଲି ନୁହେଁ। ମୁଁ ସଫଳ ହେବି କିନ୍ତୁ ସେହି ସଫଳତା ସମାଜର ମଧ୍ୟ କାମରେ ଆସୁ। ଏହା ହିଁ ହେଉଛି ସ୍ୱାଧୀନତାର ସୁନ୍ଦର ଅର୍ଥ। 23 ସେପ୍ଟେମ୍ବର 1961ରେ ଜଣେ ଅଧ୍ୟାପକ ଠାକୁରଙ୍କୁ ପଚାରିଲେ, ସାହିତ୍ୟ ମଧ୍ୟରେ କେଉଁ ପ୍ରସଙ୍ଗକୁ ଅଧିକ ଭାବରେ ଜନସମାଜ ସାମ୍ନାରେ ରଖିବା ଆବଶ୍ୟକ ହେବ? ଠାକୁର କହିଲେ, ମୁଁ ପ୍ରଥମେ ଦେଖେ ଜୀବନୀୟ ପ୍ରସଙ୍ଗଟା। କାରଣ ମଣିଷ ଭଲ ରହିବାକୁ ଚାହେଁ, ଭଲ ଭାବରେ ଜୀବନଯାପନ କରିବାକୁ ଚାହେଁ, ଆନନ୍ଦରେ ରହିବାକୁ ଚାହେଁ। ଆଉ ମଣିଷର ହିଁ ଭଲ ରହିବା ଓ ବଢ଼ି ଉଠିବା ତା'ର ପାରିପାର୍ଶ୍ୱିକକୁ ନେଇ ହିଁ ହୋଇଥାଏ। ସେଥିପାଇଁ ଠାକୁର କହିଥିଲେ, ସୁସାହିତ୍ୟ ତ ତାଇ ଯା ଗଣ ସମଷ୍ଟିର ହିତ ସାଧନ କରେ। ଅର୍ଥାତ୍ ସତ୍ସାହିତ୍ୟ କେବଳ ପଢ଼ି ଭଲ ଲାଗିବା ପାଇଁ ନୁହେଁ। ସାହିତ୍ୟ ମଣିଷକୁ ନୂଆ ପ୍ରେରଣା ଦେବ, ଆନନ୍ଦ ଦେବ, ଜୀବନକୁ ଉନ୍ନତ କରିବ ଏବଂ ସମାଜର ସର୍ବାଙ୍ଗୀନ କଲ୍ୟାଣ କରିବ। ତେବେ ସ୍ୱାଧୀନତା ସାହିତ୍ୟର ସମ୍ପର୍କ କ'ଣ? ପ୍ରକୃତ ସ୍ୱାଧୀନତା ଚାହୁଁଛୁ, ତେବେ ଆମର ଚିନ୍ତା ସ୍ୱାଧୀନ ହେବା ଦରକାର। ଆମର ଚିନ୍ତା ଯଦି ଅନ୍ଧ ଅନୁକରଣରେ ବନ୍ଧା ହୋଇଯାଏ, ତେବେ ଆମେ ସ୍ୱାଧୀନ ନୁହେଁ। ଆମର କଥା ଯଦି ସମାଜକୁ ଭାଙ୍ଗେ, ତେବେ ତାହା ସ୍ୱାଧୀନତାର ସଠିକ୍ ବ୍ୟବହାର ନୁହେଁ। ଆମର ଲେଖା ଯଦି ମଣିଷକୁ ଅବନତି ଆଡ଼କୁ ନିଏ, ତେବେ ତାହା ସୁସାହିତ୍ୟ ନୁହେଁ। କିନ୍ତୁ ଯଦି ଆମର ଚିନ୍ତା, ଆମର କଥା, ଆମର ଲେଖା, ଆମର କର୍ମ ନିଜର ଉନ୍ନତି ସହିତ ସମାଜର ମଙ୍ଗଳ କରେ, ତେବେ ସେହି ସ୍ୱାଧୀନତା ସାର୍ଥକ। ଆଜି ଆମେ କ'ଣ କରିବା? ଏହି ସ୍ୱାଧୀନତା ଦିବସରେ ଆସନ୍ତୁ ଆମେ କେବଳ ଗୋଟିଏ ଦିନ ପାଇଁ ଦେଶକୁ ମନେ ନ ପକାଇ ନିଜ ଜୀବନରେ ଏହି ଭାବନାକୁ ଆଣିବା। ନିଜକୁ ପଚାରିବା, ମୋର ସ୍ୱାଧୀନତା କାହା ପାଇଁ? କେବଳ ମୋ ପାଇଁ ନା ମୋ ପରିବାର ପାଇଁ, ମୋ ସମାଜ ପାଇଁ, ମୋ ଦେଶ ପାଇଁ? ମୁଁ ଯାହା ଶିଖୁଛି ତାହା କାହାର ଉପକାରରେ ଆସୁଛି? ମୁଁ ଯାହା ଲେଖୁଛି ତାହା କାହାକୁ ପ୍ରେରଣା ଦେଉଛି? ମୁଁ ଯାହା କହୁଛି ତାହା ମଣିଷକୁ ଯୋଡ଼ୁଛି ନା ଭାଙ୍ଗୁଛି? ମୁଁ ଯାହା କରୁଛି ତାହା ମୋ ସହିତ ମୋ ପାରିପାର୍ଶ୍ୱିକର ମଧ୍ୟ ମଙ୍ଗଳ କରୁଛି କି? ସ୍ୱାଧୀନତା ଦିବସରେ ଆମେ ତ୍ରିରଙ୍ଗାକୁ ସମ୍ମାନ କରିବା, ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣ କରିବା, କିନ୍ତୁ ତା ସହିତ ନିଜ ଭିତରର ପରାଧୀନତାକୁ ମଧ୍ୟ ଚିହ୍ନିବା। ଲୋଭରୁ ମୁକ୍ତ ହେବା, ଅହଙ୍କାରରୁ ମୁକ୍ତ ହେବା, ଘୃଣାରୁ ମୁକ୍ତ ହେବା, ଅନ୍ଧ ଅନୁକରଣରୁ ମୁକ୍ତ ହେବା, ଆଉ ନିଜର ଜ୍ଞାନ, ଚିନ୍ତା, ସାହିତ୍ୟ, କର୍ମ ଓ ସେବାକୁ ମଣିଷ ଓ ଦେଶର କଲ୍ୟାଣରେ ନିୟୋଜିତ କରିବା। କାରଣ ଦେଶ ସ୍ୱାଧୀନ ହେବା ହେଉଛି ଇତିହାସର ଗୌରବ, କିନ୍ତୁ ନିଜକୁ ସ୍ୱାଧୀନ ମଣିଷ ଭାବେ ଗଢ଼ିବା ହେଉଛି ଆମର ଦାୟିତ୍ୱ। ତେଣୁ ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ସ୍ୱାଧୀନତାକୁ କେବଳ ପାଳନ ନୁହେଁ, ଜୀବନରେ ପ୍ରକାଶ କରିବା। ଜୟ ଗୁରୁ, ଜୟ ହିନ୍ଦ, ବନ୍ଦେ ପୁରୁଷୋତ୍ତମ।